ଅବିଳମ୍ବରେ ଯାହା ଅବଶ୍ୟ ଘଟିବ ସେ ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି। ହାଲେଲୁୟା। ଏଠି ସେ କହୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅଭିମତ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା ପରମେଶ୍ୱର ଯାହା ଆମମାନଙ୍କ ଜୀବନରେ ଘଟାଇବାକୁ ଯାଉଛନ୍ତି ପୃଥିବୀରେ, ସେ ସବୁ ବିଷୟ ଅବିଳମ୍ବେ ଘଟିବ, ଅତି ଶୀଘ୍ର ଘଟିବାକୁ ଯାଉଛି। ହାଲେଲୁୟା। ସେ ସବୁ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଯୋହନଙ୍କୁ ଜଣାଉଛନ୍ତି। ସେ କହୁଛନ୍ତି ତାଙ୍କର ଦାସମାନଙ୍କୁ ଜଣାଇବା ନିମନ୍ତେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦାସମାନଙ୍କୁ ଜଣାଇବା ନିମନ୍ତେ ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ। କାହା ନିକଟରେ ସମର୍ପଣ କଲେ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ପରମେଶ୍ୱର ସମର୍ପଣ କଲେ। କଣ ସମର୍ପଣ କଲେ ବୋଲି କହିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କର ସଂକଳ୍ପକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ହସ୍ତରେ ସମର୍ପଣ କଲେ। ପ୍ରଭୁ ଯୀଶୁ ଦୂତଙ୍କ ଦ୍ୱାରା ଆଉ ସେ ଆପଣା ଦୂତଙ୍କୁ ପ୍ରେରଣ କରି ନିଜ ଦାସ ଯୋହନକୁ ତାହା ଜ୍ଞାତ କରାଇଲେ। ହାଲେଲୁୟା। କାହାକୁ ଜଣାଇଲେ? ନିଜ ଦାସ ଯୋହନଙ୍କୁ ଦୂତଙ୍କ ମାଧ୍ୟମରେ ଜଣାଇଲେ। এই ଜାଗାରେ ଏକ ପର୍ବରେ ଆମେ ଦେଖୁଛୁ ଚାରି ପ୍ରକାର ବ୍ୟକ୍ତି ମାନଙ୍କୁ ଦେଖୁଛୁ। ଆମେ କେତେ ପ୍ରକାର ବ୍ୟକ୍ତି ମାନଙ୍କୁ ଦେଖୁଛୁ? ଚାରି ପ୍ରକାର ବ୍ୟକ୍ତି ମାନଙ୍କୁ ଦେଖୁଛୁ। ଗୋଟିଏ ହେଉଛନ୍ତି ପରମେଶ୍ୱର, ଆଉ ଗୋଟେ ହେଉଛନ୍ତି ପ୍ରଭୁ ଯୀଶୁ, ଆଉ ଗୋଟେ ହେଉଛନ୍ତି ଦୂତ, ସ୍ୱର୍ଗୀୟ ଦୂତ, ଆଉ ଗୋଟେ ହେଉଛନ୍ତି ଯୋହନ, ଯେ କି ପ୍ରଭୁଙ୍କ ଦାସ। ହାଲେଲୁୟା। ଆଉ ସିଏ ପତ୍ର ଲେଖିବା ଆରମ୍ଭ କଲେ। କଣ ଲେଖିବା ଆରମ୍ଭ କଲେ? ପତ୍ର ଲେଖିବା ଆରମ୍ଭ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବିଷୟ ଅବିଳମ୍ବେ ଯାହା ଯାହା ଅବଶ୍ୟ ଘଟିବ ସେ ବିଷୟରେ ସେ ଲେଖିବା ଆରମ୍ଭ କଲେ। ଆମେମାନେ ପ୍ରକାଶିତ ବାକ୍ୟ ଅଧ୍ୟୟନ ସମ୍ପୂର୍ଣ୍ଣ ହେବା ଭିତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରତ୍ୟେକ ପ୍ରଭୁ ଆମମାନଙ୍କ ଜୀବନରେ ଯାହା ଯାହା କରିବାକୁ ଯାଉଛନ୍ତି, ଏ ପୃଥିବୀରେ କେମିତିକା ଘଟଣା ଗୁଡାକ ଘଟିବ, ଏ ପୃଥିବୀର ରାଜନୀତି କେମିତି ଥିବ, ଏ ପୃଥିବୀରେ ଲୋକମାନେ କେମିତି ରହିବେ, ଏ ପୃଥିବୀରେ ବିଶ୍ୱାସୀ ସାଧୁ ବୃନ୍ଦ କେମିତି ରହିବେ, ସେ ସମସ୍ତ ବିଷୟରେ ଯୋହନଙ୍କୁ ସେ ଜ୍ଞାତ କରୁଅଛନ୍ତି। କାହା ଦ୍ୱାରା ବୋଲି କହିଲେ? ଦୂତଙ୍କ ଦ୍ୱାରା। ହାଲେଲୁୟା। ସେ ପତ୍ର ଲେଖିବା ଆରମ୍ଭ କଲେ। ସେ ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହା ସବୁ ଦର୍ଶନ କଲା ସେଇ ବିଷୟରେ ସାକ୍ଷ୍ୟ ଦେଉଛନ୍ତି। ଏବେ ବର୍ତ୍ତମାନ କିଏ ସାକ୍ଷ୍ୟ ଦେଉଛନ୍ତି? ଯୋହନ, ଯେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ। ହାଲେଲୁୟା। ସେ କଣ କରୁଛନ୍ତି ବୋଲି କହିଲେ, ପ୍ରଭୁ ଯୀଶୁ ଯାହା କହିବେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୂତ ଯାହା କହିବେ ସେ ଲେଖି ପତ୍ରରେ ଲେଖି ରଖିବେ। ହାଲେଲୁୟା। ଏ ବିଷୟରେ ସେ ସାକ୍ଷ୍ୟ ଦେଉଛନ୍ତି। ମତେ ପ୍ରଭୁ ପାତ୍ମ ନାମକ ଦୀପରେ ଦର୍ଶନ ଦେଲେ, ଆଉ ମତେ ଏଇ ସବୁ ବିଷୟ ଲେଖିବାକୁ କହିଲେ ବୋଲି ସେ ସାକ୍ଷ୍ୟ ଦେଉଅଛନ୍ତି। ହାଲେଲୁୟା। ସେ ସାକ୍ଷ୍ୟ ଦେଉଅଛନ୍ତି। କଣ ବୋଲି ସାକ୍ଷ୍ୟ ଦେଉଅଛନ୍ତି? ଏଇ ଯେଉଁ ବିଷୟ ମୁଁ ଲେଖୁଅଛି ସେ ବିଷୟ এই পুস্তক প্রকাশিত বাক্য বলা পুস্তক যে পাঠ করিব সে ধন্য। হালেলুয়া। যে পাঠ করিব, যে পড়িব সে ধন্য। ଯେଉଁମାନେ এই ବାହୁବାଣୀ ଶ୍ରବଣ କରନ୍ତି ପୁଣି ସେଥିର ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ। ହାଲେଲୁୟା। ଯେଉଁମାନେ ଏ ବିଷୟ ଶୁଣନ୍ତି, ଯେଉଁମାନେ ଏ ବିଷୟରେ ପାଠ କରନ୍ତି, ଯେଉଁମାନେ ଏ ବିଷୟ ଜାଣନ୍ତି ଏବଂ ହୃଦୟରେ ରଖନ୍ତି, ପାଳନ କରନ୍ତି, ସେମାନେ ଧନ୍ୟ ବୋଲି ପ୍ରଭୁ କହିଲେ। ହାଲେଲୁୟା। ହେଲେ ମୋର ପ୍ରିୟ ଲୋକମାନେ, ଆମେମାନେ ଧନ୍ୟ ଅଟୁ। ଆମେମାନେ ଆଉ ପ୍ରଭୁଙ୍କର ଲୋକ ହେଇଥିବାରୁ ଆମେମାନେ ଧନ୍ୟ ଅଟୁ। କାରଣ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କର ସନ୍ତାନ ସନ୍ତତି ହେଇପାରିଲୁ। ଆଉ ଈଶ୍ୱରଙ୍କର ସନ୍ତାନ ସନ୍ତତି କଣ କରିବେ ନା, ଆଉ ପ୍ରଭୁଙ୍କର ବାକ୍ୟ ପାଳନ କରିବେ, ପ୍ରଭୁଙ୍କ ବାକ୍ୟ ପାଠ କରିବେ, ପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବେ, ପ୍ରଭୁଙ୍କ ବାକ୍ୟକୁ ମନ ଧ୍ୟାନ ଦେଇକି ଶୁଣିବେ ଏବଂ ତାହା ତାଙ୍କ ଜୀବନରେ କାର୍ଯ୍ୟକାରୀ କରିବେ।